2025 ମସିହାରେ କୁମ୍ଭ ରାଶି ଭାଇ ଭଉଣୀମାନଙ୍କର କିପରି କଟିବ ତାହା ଏ ଭିଡ଼ିଓରେ ବର୍ଣ୍ଣନା କରିବା। ଆଗ ଦେଖିବା ଗ୍ରହ ସ୍ଥିତି। ଯେ କୁମ୍ଭ ରାଶିର ଭାଇ ଭଉଣୀମାନଙ୍କର ଗ୍ରହ ସ୍ଥିତି ଦେଖିବାକୁ ଗଲେ ତାଙ୍କ ନିଜ ରାଶିରେ ବା କୁମ୍ଭରେ ଶନି ଶୁକ୍ର ଅଛନ୍ତି, ଦ୍ୱିତୀୟରେ ରାହୁ ଅଛନ୍ତି, ଚତୁର୍ଥରେ ବୃହସ୍ପତି ଅଛନ୍ତି, ଷଷ୍ଠରେ ମଙ୍ଗଳ ଅଛନ୍ତି, ଅଷ୍ଟମରେ କେତୁ ଅଛନ୍ତି, ଦଶମରେ ବୁଧ ଅଛନ୍ତି, ଏକାଦଶରେ ରବି ଅଛନ୍ତି ଏବଂ ଦ୍ୱାଦଶରେ ଚନ୍ଦ୍ର ଅଛନ୍ତି। ଯଦି ଏହି ସ୍ଥିତିକି ଆମେ ଦେଖିବା ତାହେଲେ ବୃହସ୍ପତି ଯିବେ ପଞ୍ଚମ ବୃହସ୍ପତି ହେବେ 15 ମେ ପରେ ହେବେ ପଞ୍ଚମରେ ବୃହସ୍ପତି। ତାଙ୍କର ଦୃଷ୍ଟି ରହିବ 1 2 3 4 5 ନବମକୁ ରହିବ ଭାଗ୍ୟ ସ୍ଥାନକୁ, ଆୟ ସ୍ଥାନକୁ ରହିବ, ସର୍ଜକୁ ରହିବ। ତେଣୁକରି ବୃହସ୍ପତି ଦୃଷ୍ଟି ଶୁଭ ଆସୁଛି, କିଛି ଅସୁବିଧା ନାହିଁ। ତାପରେ କେତୁ ଯିବେ ସପ୍ତମକୁ ଏବଂ ରାହୁ ଆସିବେ ଲଗ୍ନକୁ, ମାନେ କୁମ୍ଭ ଲଗ୍ନରେ ରହିବେ, କୁମ୍ଭ ରାଶିରେ ରହିବେ ରାହୁ ଏବଂ କେତୁ ଯିବେ ବର୍ତ୍ତମାନ ଏଠି। ଏଇ ଯେଉଁ ପିରିୟଡ଼ଟି ରହିଲା 24 ମସିହାଟି କିପରି କଟିଛି ଦେଖିବା ଏବଂ ଆମର 25ଟା କେମିତି କଟିବ ଦେଖିବା। ଯେ 24 ମସିହାରେ ନିଜ ଲୋକଠୁ ଦୂରେଇ ଯାଇଛନ୍ତି, ନିଜ ଲୋକ ସହ ଶତ୍ରୁତା ବହୁତ ଘଟିଛି। ଆପଣ ଯାହାକୁ କହିଛନ୍ତି ଯେ ମୋର 500 ଟଙ୍କା ଦରକାର ମୋତେ ଦେବୁ, ସେ 200 ଟଙ୍କା ଦେଇଛି, ମନ ଅଶାନ୍ତି ବହୁତ ହେଇଛି, ପରିବାରରେ ବିରୋଧ ହେଇଛି, ସାଙ୍ଗସାଥି ଗୁଡ଼ିଏ ବିରୋଧ ବି ହେଇଯାଇଛନ୍ତି, ଏସବୁ ଜିନିଷ ରହିଛି। କିଛି ଗୋଟେ ଖାଦ୍ୟରେ କିଛି ଗୋଟେ ପଏଜନ୍ ଦେବା ଏମିତି ଜିନିଷ ବି ହେଇଛି, ପଏଜନ୍ ଦେବା ପାଇଁ ଚେଷ୍ଟା କରାଯାଇଛି, କି ଆକୁ ଖାଇବାକୁ ଦିଅନି ଇଏ ବି ବାରଣ କରାଯାଇଛି। ବ୍ୟବସାୟରେ ବହୁତ କ୍ଷତି ହେଇଛି। 24ରେ ପୁରା ଘାଣ୍ଟି ଯାଇଛନ୍ତି। ଚତୁର୍ଥେ ବିଷଲୋଚନ, ଚତୁର୍ଥରେ ବୃହସ୍ପତି ହେଲେ ରାବଣ ଯେଉଁ ଅବସ୍ଥା ହେଇଥିଲା ସେ ଅବସ୍ଥା ଆପଣ ହେଇଛନ୍ତି। ବର୍ତ୍ତମାନ 15 ମେ ପରେ ପଞ୍ଚମ ରାଶିରେ ବୃହସ୍ପତି, ପିଲାଙ୍କ ସ୍ଥିତି ଭଲ ରହିବ, ଭାଗ୍ୟର ବୃଦ୍ଧି ଆସୁଛି, କିଛି ଧର୍ମ କାମ କରିବେ, ଆୟ ନିଶ୍ଚୟ ଉଚ୍ଚ ଧରଣର ହେଉଛି, ଏତେ ଟିକେ ଅସୁବିଧା ନାହିଁ। କିନ୍ତୁ 18 ମେ ପରେ ଯେତେବେଳେ ରାହୁ ଆସିବେ ବର୍ତ୍ତମାନ କୁମ୍ଭ ରାଶିକି ଏବଂ ଦୃଷ୍ଟି କରିବେ ସପ୍ତମକୁ ସିଂହ ରାଶିକି, ସପ୍ତମରେ କେତୁ ରହିବେ, ଟିକେ ପାରିବାରିକ ସମସ୍ୟା, ସ୍ୱାମୀ ସ୍ତ୍ରୀରେ ଟିକେ ପୀଡ଼ା, ସ୍ତ୍ରୀର ଟିକେ ଅସ୍ତ୍ରୋପଚାର କି ନିଜର ଟିକେ ଅସ୍ତ୍ରୋପଚାର ଏସବୁ ଜିନିଷ ଟିକେ ରହିବ। 24 ମସିହାରେ ଯେଉଁ ଧନ ଗାୟବ ହେଇଛି 25ରେ ପାଇବେ। ଟିକେ ସାଙ୍ଗସାଥି ବିରୋଧ ବି ଟିକେ ରହିବ, ବିଦେଶ ରାଜ୍ୟ ଟିକେ କମ୍ ରହିବ। ମୋଟାମୋଟି ଉପରେ ଯଦି ଦେଖିବା କୁମ୍ଭ ରାଶି 80% 81% ଫଳ ନିଶ୍ଚୟ 25 ମସିହାରେ ଅଛି, ଟିକିଏ ଆବଶ୍ୟକ ନାହିଁ। କାରଣ ଯେହେତୁ ପଞ୍ଚମ ବୃହସ୍ପତି, ପଞ୍ଚମ ବୃହସ୍ପତିରେ କ'ଣ ହେବ ନା ସୁତ ଏବଂ ଅର୍ଥ, ପିଲାମାନେ ଉନ୍ନତ କରିବେ, ପିଲାମାନେ ହେବେ ଏବଂ ବହୁତ ତାଙ୍କର ଭଲ ପରିବେଶ ରହିବ, ଏତେ ଦ୍ୱିମତ ନାହିଁ। ପୁଣି ଦେଖିବା ପରବର୍ତ୍ତୀ ରାଶି।